ମୁଁ ଯେତେବେଳେ ନୂଆ ନୂଆ ଭୁବନେଶ୍ୱର ଆସିଲି ଏକା ଏକା ରହିବାକୁ ପଡୁଥାଏ। ତେଣେ ପରିବାରକୁ ଦୂରରେ ଛାଡି ଦେଇ ଏକା ରହିବା ବହୁତ କଷ୍ଟ ହେଉଥିଲା, କିନ୍ତୁ ଅନ୍ୟ ଉପାୟ ନଥିଲା। ଅଫିସରେ ଜଣେ ସହକର୍ମୀ ସହାୟତାରେ ଗୋଟିଏ ମେସ୍ ରହିବା ବ୍ୟବସ୍ଥା ହୋଇଗଲା। ମେସ୍ ମାନେ ମୋ ଭଳିଆ ଆଉ 2 ଜଣ ଅଫିସର ଯେଉଁମାନେ ଭୁବନେଶ୍ୱରରେ ଏକା ରୁହନ୍ତି। ଛକରେ ଘରଟିଏ ନେଇ ଆମେ 3 ଜଣ ରହିଥିଲୁ। ସମସ୍ତେ ଚାକିରିଆ, ତେଣୁ ସକାଳେ ଜଳଖିଆ ଖାଇଦେଇ ଘରୁ ବାହାରି ଯାଇ ପୁଣି ରାତିରେ ଫେରିଲେ ଖାଇବା ହୁଏ। ସେଇ ବସାରେ ରୋଷେଇ କରିବା ଦାୟିତ୍ୱ କିଏ ନେବ? ଏହା ବସି କଥା ହେଉ ହେଉ ଆମ ଘର ଭଡା ଦେଇଥିବା ବୁଢା ମଉସା କହିଲେ, ଏଇ ପାଖରେ ସ୍ତ୍ରୀ ଲୋକଟିଏ ରହୁଛି, କହିଲେ ସେ ଆସି ରୋଷେଇ କରିଦେବ। ମାସିକା ଦରମା ଯାହା ନେବ ତାହା କଥା ହେଲେ ସେ କହିବ। ସବୁ ସେଥିରେ ରାଜି ହୋଇଗଲେ। ପରଦିନ ସକାଳୁ ସକାଳୁ ସେ ଆସିଲା। ମଉସାଙ୍କ ସହିତ ସେ ଆସିଥିଲା। ନା ତାର ଅନାମିକା, ବୟସ 31 ହେବ। ଭଲ କପଡା ପିନ୍ଧିଥିଲା, ହାତରେ ମୋବାଇଲ ବି ଥିଲା। ସାଥିରେ 4-5 ବର୍ଷର ପୁଅଟିଏ। କହିଲା ଘରେ ରାନ୍ଧିଦେବ, କଂସା ବାସନ ଧୋଇଦେବ, ରୋଷେଇ ଘର ସଫା କରିବ, ମାସିକା 2000 ନେବ। ଆମେ ରାଜି ହୋଇଗଲୁ। ବାସ୍, ତାପରେ ଆମକୁ ଆଉ କେବେ ଅସୁବିଧା ହୋଇନି। ବସାରେ ରହିବାର ମାସେ ପୁରିଲା। ଅନାମିକାକୁ ପଇସା ଦିଆଗଲା। ସେ ବି ଘର ଲୋକ ଭଳି ଆସେ ଆଉ ଯାଏ। ଦିନେ ସନ୍ଧ୍ୟାରେ ସେ ରୋଷେଇ କରୁଥିବା ସମୟରେ ମୁଁ ବସାକୁ ଫେରି ଆସିଥିଲି। ଦେଖିଲି ମନ ଦୁଃଖରେ ବସିଛି। କଥା କଣ ପଚାରିବା ପରେ କହିଲା, ପୁଅକୁ ଜର ମେଡିସିନ କିଣିବା ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ମୁଁ ସାଙ୍ଗେ ସାଙ୍ଗେ 100 ଟଙ୍କାଟେ ଦେଇ କହିଲି, ଯାଅ ଆଗ ମେଡିସିନ ଆଣି ପୁଅକୁ ଦିଅ, ପରେ ରୋଷେଇ କରିବ। ସେ ଚାଲିଗଲା। ଏଇ ଘଟଣା ପରେ ଅନାମିକା ମୋ ପାଇଁ ଟିକେ ଅଧିକ ଚିନ୍ତା କରିଲା ପରି ଲାଗିଲା। ଘରେ ରୋଷେଇ ଘର ସଫା କରିବା ଦାୟିତ୍ୱ ଥିଲେ ମଧ୍ୟ ସେ ମୋ ରୁମକୁ ସଫା କରିଦିଏ। ଲୁଗାପଟା ଏଣେ ତେଣେ ପଡିଥିଲେ ଟେକି ରଖିଦିଏ। ସମୟ ସମୟରେ 150 ମୁଁ ଦିଏ ଅବଶ୍ୟ। ଏମିତି ଅନେକ ଦିନ ଗଲା। ଦିନେ ସନ୍ଧ୍ୟାରେ ମୁଁ ରାଜମହଲ ଛକରେ ତାକୁ ଦେଖିଲି। କେହି ଜଣେ ଅଜଣା ବ୍ୟକ୍ତି ସହିତ ସେ କଥା ହୋଇ ଯାଉଥିଲା। ବୋଧେ ହୁଏ ତା ସ୍ୱାମୀ ହୋଇଥିବ ବୋଲି ଭାବି ମୁଁ ବସାକୁ ଆସିଲି। ରାତିରେ ସେ ରୋଷେଇ କରୁଥିବା ସମୟରେ କହିଲି, ଆଜି ସନ୍ଧ୍ୟାରେ କଣ ବଜାର କରି ବାହାରିଥିଲ? ସେ ଚମକି ପଡିଲା। ମୁଁ କହିଲି, ତୁମ ସ୍ୱାମୀଙ୍କ ସହ ଯାଇଥିଲ କି? ସେ ନୀରବ ରହି କହିଲା, ମୋ ସ୍ୱାମୀ ତ ସୁରତରେ, ମୁଁ ଏକା। ଆଉ ତାହେଲେ ଆଜି ସନ୍ଧ୍ୟାରେ ରାଜମହଲ ଛକରେ ତୁମେ କାହା ସହ ଯାଉଥିଲ? ସେ ମୋ ଭାଇ, ଆମ ଗାଁ ପିଲାଟେ। ଦରକାର ବେଳେ ଡାକିଲେ ଆସେ। କଥାରୁ ଜଣା ପଡିଲା ତା ସ୍ୱାମୀ ତାକୁ ଛାଡି ଦେଇଛି, ଆଉ ସେ ବାହାରେ ରହୁଛି। ଏହାପରେ ମୁଁ ଅନାମିକାକୁ ଦେଖିଲେ କାହିଁକି କେଜାଣି ତା ସହ ଖେଳ କରିବାକୁ ବହୁତ ମନ ହେଲା। ସେ ରୋଷେଇ କରୁଥିବା ସମୟରେ ମୁଁ ଦେଖେ ତା ଲୁଗା ଆଡୁଆଳରେ ତାର ଗୋଲ ଗୋଲ ପରିବାକୁ ଦେଖିଲେ ମୋ ଠିଆ ହୋଇ ଗୋଡ କଣ ହୋଇଯାଏ। ତା କଥା ମନେ ପକାଇ ମୁଁ ପ୍ରତିଦିନ ମୁଠି ମାରେ। ଆଉ ଏବେ ତାକୁ ସବୁବେଳେ ସାହାଯ୍ୟ କରିବାକୁ ଆଗେଇ ଆସିଲି। ସେ ବି ମତେ ସାନ୍ମା କରେ, ମୋ ରୁମ ସଫା କରେ। ଥରେ 3 ଦିନ ଛୁଟି ହେଲା। ମୋ ବସାର ଅନ୍ୟ 2 ଜଣ ଘରକୁ ଗଲେ, ହେଲେ ମୁଁ ଯାଇ ପାରିଲି ନାହିଁ। ସେଥିପାଇଁ ମୁଁ ଏକା ଥିଲି। ସେ ନିୟମିତ ଆସି ରୋଷେଇ କରିବା ପାଇଁ ଘରକୁ ଆସିଲା। ରୋଷେଇ କରିବା ପାଇଁ ଘରକୁ ଆସିଲା ବେଳକୁ ମୁଁ ଲାପଟପରେ ବସି ଫିଲ୍ମ ଦେଖୁଥିଲି। ସେ ଆସିବା ଜାଣି ମୁଁ ଲାପଟପ ଅନ୍ ଛାଡିଦେଇ ବାଥରୁମ ଚାଲିଗଲି। ସେ ଶବ୍ଦ ଶୁଣି ମୋ ରୁମକୁ ଆସିଲା, ଆଉ ଲାପଟପକୁ ଚାହିଁ ରହିଲା। ମୁଁ ବାଥରୁମ ଫାଙ୍କାରେ ଦେଖୁଥାଏ ସେ କଣ କରୁଛି। କିଛି ସମୟ ପରେ ମୁଁ ବାଥରୁମରୁ ବାହାରି ଆସିଲି। ମତେ ଦେଖି ଅନାମିକା ତରବର ହୋଇ ଚାଲି ଯାଉଥିଲା। ମୁଁ କହିଲି ଯେ, କଣ ହେଲା, ଚାଲି ଯାଉଛ ଯେ? ଅନାମିକା କହିଲା, ନାଇଁ, ସେଠି ଅନେକ କାମ ଅଛି। ମୁଁ କହିଲି, ହଉ, କାମ କରିବନି କି? ଦେଖୁଥିଲ ଯଦି ଦେଖୁନ। ଅନାମିକା କହିଲା, ନାଇଁ ଆଜ୍ଞା, ବାଦଲ ବାବୁ ଆଉ ହରି ବାବୁ ଆସିବା ସମୟ ହେଲାଣି। ମୁଁ କହିଲି, ଆଜି ସେମାନେ ଆସିବେନି। ଅନାମିକା କହିଲା, ଆସିବେନି? ମୁଁ କହିଲି, 3 ଦିନ ପାଇଁ ଛୁଟି ଅଛି ବୋଲି ସେମାନେ ନିଜ ଘରକୁ ପଳାଇଛନ୍ତି। ଅନାମିକା କହିଲା, ତୁମେ ଯିବନି କି? ମୁଁ କହିଲି, ମୋର ସେ ଭାଗ୍ୟ କାହିଁ। ଅନାମିକା କହିଲେ, ହେଲେ କଣ ଖାଲି ଜଣକ ପାଇଁ ରୋଷେଇ କରିବି? ମୁଁ କହିଲି, ହଁ ଯେ, ରହୁନ, ଦେଖ, ପରେ ରୋଷେଇ କରିନେବ। ଅନାମିକା କହିଲା, କିନ୍ତୁ? ମୁଁ କହିଲି, ପୁଣି କଣ? ଦେଖିବାକୁ ଭଲ ଲାଗୁନି କି? ଅନାମିକା କହିଲା ମନ ଦୁଃଖ କରି, ଦେଖିକି ଆଉ କଣ କରିବି ଆଜ୍ଞା? ମୁଁ କହିଲି, ସବୁ ଦେଖନ୍ତି ଖୁସିରେ, ତୁମେ କୁହ, ଦେଖିକି କଣ କରିବ? ଦେଖିକି କଣ କରନ୍ତି କି ସମସ୍ତେ? ଅନାମିକା କହିଲା, ମୋର ତ ମରଦ ନାହିଁ, ଦେଖିଲେ ଲାଭ କଣ? ମୁଁ କହିଲି, ଓହ, ଏଇ କଥା। ସତ କଥା, ସ୍ୱାମୀ ନାହିଁ, ତୁମେ ଦେଖିଲେ ମନ ହେବ, କରିବ କଣ? ଅନାମିକା ଚାଲିଯିବାକୁ ଉଦ୍ୟମ କରୁଥିଲା। ମୁଁ ଯାଉଛି, ରୋଷେଇ କରିବି ବାବୁ। ମୁଁ କହିଲି, ଗୋଟେ କଥା କହିବି, ଖରାପ ଭାବିବନି ଯଦି? ଅନାମିକା କହିଲା, କହୁନା ଆଜ୍ଞା, କେବେ ଖରାପ କଥା କହିଛ ଯେ ଏବେ କହିବ? ମୁଁ କହିଲି, ନାଇଁ, ମୁଁ କଣ କହୁଥିଲି କି, ଯଦି ତୁମେ ଖରାପ ଭାବିବନି ତ ଆସ ବସି ଫିଲ୍ମ ଦେଖ। ଯଦି ମନ ହେଉଥାଏ
ତେବେ ମୁଁ ସାହାଯ୍ୟ କରିଦେବି। ଦେଖ ତୁମ ଇଚ୍ଛା, ମୁଁ ବି ଏକା ଅଛି, ମତେ ବି ମନ ହେଉଛି ଘରକୁ ଯାଇପାରୁନି, ତେଣୁ କହୁଥିଲି ଚିନ୍ତା କରି ଦେଖ, ଯଦି ମନ ଅଛି ତ ଆସ ବସି ଦେଖିବା। ଆଉ ଅନାମିକା କିଛି କହିଲାନି, ସେଠୁ ଚାଲିଗଲା। ମୋ ମନରେ ଛଳନା ପଶିଗଲା। ମନେ ମନେ ଭାବିଲି କାଳେ ସେ ମଉସାଙ୍କୁ ଯାଇ କିଛି କହିଦେବ କି। ହେଲେ ଭଲସେ ଦେଖିଲି ସେ ରୋଷେଇ ଘରେ ବସି ରୋଷେଇ କରୁଥିଲା। ତା ମୁହଁରୁ କିଛି ଜାଣି ହେଉନଥିଲା, ହେଲେ ସେ ମତେ ଭାରି ଭଲ ଦେଖାଯାଉଥିଲା। ମୁଁ ତା ପାଖକୁ ଯାଇ ତାକୁ ପଛରୁ ଧରିଲି। ସେ ନିଜକୁ ଛଡେଇବାକୁ ଅନେକ ଚେଷ୍ଟା କଲା, କିନ୍ତୁ ସେ ସବୁ ଚେଷ୍ଟା ମତେ ଲାଗୁଥିଲା ସତେ ଯେମିତି ସେ ମୋ ଦେହରେ ବୋଳି ହେବାକୁ ଚାହୁଁଛି। ତେଣୁ ମୁଁ ତା ଆଳୁ ଦୁଇଟାକୁ ଧରି ଲାଗିଲି। ଧୀରେ ଧୀରେ ସେ ବି ଶାନ୍ତ ପଡିଗଲା। କିଛି ସମୟ ପରେ ସେ ହାଲିଆ ହୋଇଗଲା, ମୁଁ ବି ହାଲିଆ ହୋଇଗଲି। ତାକୁ ମୋଠୁ ଅଲଗା କରିଦେଇ ମୁଁ ରୋଷେଇ ଘରୁ ପାଣି ନେଇ ଆସି ପିଇଲି, ଆଉ ତାକୁ ପିଇବାକୁ ଦେଲି। ପୁଣି ମଝି ରୁମରେ ଥିବା ଟେବୁଲ ଉପରେ ତାକୁ ଶୁଆଇ ଦେଇ ମୁଁ ଠିଆ ଠିଆ ଆଉ ଗୋଟେ ମ୍ୟାଚ୍ ଖେଳିଲି। ମତେ ଆରାମ ଲାଗୁଥିଲା ଓ ସେ ବି ଅନୁଭବ କରୁଥିଲା। ଏଇ ସମୟରେ ବୋଉଲ ନାଇଁ ନାଇଁ କହୁ କହୁ ଭସ୍ ଭସ୍ କରି ଅଧା ଲିଟର ସେଇଠି କରି ପକାଇଲା। ସେ